ଦୁର୍ଘଟଣାରେ ଯୁବକ ଗୁରୁତର। ବାଲେଶ୍ୱର ସିମୁଳିଆ ଥାନା ଅଧୀନ 16 ନମ୍ବର ଜାତୀୟ ରାଜପଥର ତହସିଲ ନିକଟରେ ବାଇକ୍ ସହିତ କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର ହୋଇ ରାସ୍ତାରେ ପଡ଼ିଛନ୍ତି। ସ୍ଥାନୀୟ ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ସିମୁଳିଆ ମେଡିକାଲରେ ଭର୍ତ୍ତି କରିଛନ୍ତି। ଗୁରୁତର ହୋଇଥିବା ଯୁବକ ହେଲେ ସୁରଜ ଲେଙ୍କା। ତାଙ୍କ ଘର ଧାମରା ହୋଇଥିବା ବେଳେ ସେ ବାଇକ୍ ଯୋଗେ ଭଦ୍ରକରୁ ଧାମରା ଯାଉଥିବା ବେଳେ ଆଗରେ ଯାଉଥିବା କାର୍ଟି ହଠାତ୍ ବ୍ରେକ୍ ମାରିଥିଲା। ବାଇକ୍ଟି କାର୍ ପଛରେ ବାଡ଼େଇ ହୋଇଥିଲା, ଯାହାଫଳରେ କି ବାଇକ୍ ଆରୋହୀ ଛିଟିକି ପଡ଼ିଥିଲେ। ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।